କାହାଣୀ ବାଙ୍କର ସେବାନିଷ୍ଠା। ଥରେ ରାତ୍ରି ସମୟରେ ସାବରମତୀ ଆଶ୍ରମକୁ କେତେଜଣ ଅତିଥି ଆସିଥିଲେ। ସେମାନଙ୍କ ମଧ୍ୟରୁ ମୋତିଲାଲ ନେହେରୁ ମଧ୍ୟ ଥିଲେ। ଆଶ୍ରମରେ ଭୋଜନ ନଥିଲା, ତିଆରି କରିବା ଦରକାର ପଡ଼ିଲା। ସେହି ସମୟରେ ବା ଥକି ଶୋଇପଡ଼ିଥିଲେ। ତେଣୁ ଗାନ୍ଧୀ ଆଶ୍ରମର ଅନ୍ତେବାସୀ 2 ଜଣଙ୍କୁ ଡକାଇ ଖାଦ୍ୟର ପ୍ରସ୍ତୁତ କରି ଅତିଥିମାନଙ୍କୁ ଭୋଜନ କରାଇଲେ। ଯେତେବେଳେ ବା ଉଠିଲେ, ସବୁ ଜାଣି ବ୍ୟସ୍ତ ହୋଇପଡ଼ିଲେ ଏବଂ ଗାନ୍ଧୀଜୀଙ୍କୁ କହିଲେ, ମୋତେ କାହିଁକି ଉଠାଇଲ ନାହିଁ? ଏହି ପିଲାମାନଙ୍କର ବି ବିଶ୍ରାମ ନେବା ଦରକାର ଥିଲା। ବା ଓ ବାପୁ ସବୁବେଳେ ଅନ୍ୟମାନଙ୍କର ସୁଖ ହିଁ ଦେଖୁଥିଲେ, ଅନ୍ୟର କଷ୍ଟକୁ ନିଜର କଷ୍ଟ ବୋଲି ଭାବୁଥିଲେ। ଏହିପରି ସେବାନିଷ୍ଠା ସେମାନଙ୍କୁ ବିଶ୍ୱବନ୍ଦନୀୟ କରିପାରିଥିଲା। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।